ଘଟଗାଁ ଅଟେଇ ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର। ଘଟଗାଁ ବନ ବିଭାଗ ଅଟେଇ ସଂରକ୍ଷିତ ଜଙ୍ଗଲରେ ଏକ ମୃତ ବ୍ୟକ୍ତିର ନରକଙ୍କାଳ ପଡ଼ିଥିବା ଘଟଗାଁ ଥାନାକୁ ଜଣାଯାଇଥିଲା। ଏନେଇ ଖବର ପାଇ ଘଟଗାଁ ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ମୃତଦେହକୁ ଉଦ୍ଧାର କରିଛନ୍ତି। କଙ୍କାଳଟି ତାର ଚୁରମାର ହୋଇଯାଇଛି, ଏପରିକି ପଚାସଢ଼ା ଅଂଶ ଦେଖାଯାଉଛି। ଏହାକୁ ସେମାନେ ଉଦ୍ଧାର କରି କେନ୍ଦୁଝରକୁ ନିଆଯାଇଛି। ଏନେଇ ଘଟଗାଁ ଥାନା ପକ୍ଷରୁ ତଦନ୍ତ ଜାରି ରହିଛି। ଗୋବିନ୍ଦ ରାଉତଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।